ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଧ ଏକାଦଶ ଅଧ୍ୟାୟ। ମୈତ୍ରେୟ ଉବାଚ ଶୃଣ ବିଦୁର ତୋଷ ମନେ ଧ୍ରୁବ ସମୀପେ ବୃନ୍ଦାବନେ ପ୍ରସନ୍ନେ କମଳାରମଣ କହିଲେ ଧ୍ରୁବ ଏବେ ଶୁଣ ତୋ ଜନ୍ମ ସ୍ୱୟଂଭୁ ଘରେ ଉତ୍ଥାନ ପାଦର ବୀର୍ଯ୍ୟରେ ଦେବେ ବାଛନ୍ତି ସ୍ୱର୍ଗେ ଯାହା ତୁ ତାହା ବିଭୁ ପୁଣ୍ୟ ଦେହା ତୁ ଏବେ ନିଜ ପୁରେ ଚଳ ଚିତେ ଆରଧି ମୋର ବୋଲ ମାତୃପ ସପତ୍ନୀର ବଚନେ ବସିବୁ ନୃପ ସିଂହାସନେ ତୋହର ପରମ ଆୟୁଷ 36 ସହସ୍ର ତୋହର ପରମ ଆୟୁଷ 36 ସହସ୍ର ବରଷ ନିରୋଗ ଦେହେ ଭୋଗ ଭୁଞ୍ଜି ସ୍ୱଦେହେ ରିପୁ ବଳ ଗଞ୍ଜି ଉତ୍ତମ ତୋର ସାନ ଭ୍ରାତ ବନେ ହୋଇବ ପ୍ରାଣେ ହତ ମୃଗୟା ଜୀବ ଘୋର ବନେ ମିଳିବ କୁବେର ଭୁବନେ ପୁଣ୍ୟଜନଙ୍କ ସଙ୍ଗେ ମିଳି ଯୁଦ୍ଧେ ହାରିବ ମହାବଳୀ ତହିଁ ହୋଇବ ପ୍ରାଣ ହତ ତା ଶୁଣି ତାର ନିଜ ମାତ ସେ ପୁତ୍ର ଶୋକର ବିକଳେ ବନେ ମରିବ ଦାବା ନଳେ ତୁ ମତେ ଯଜ୍ଞ କରି ପୂଜା ଦେବଙ୍କୁ ଦେଇ ବଳି ଭୋଜା ବିପ୍ରଙ୍କୁ କରି ତୋ ସମନ ଗୁରୁ ଦକ୍ଷିଣା ଅନଧନ ବିପ୍ରଙ୍କ କଲ୍ୟାଣର ଫଳେ ମତେ ସ୍ମରିବୁ ଅନ୍ତକାଳେ ମୋହର ଧ୍ୟାନେ ସ୍ୱର୍ଗ ପଥେ ଗମିବୁ ଜନନୀ ସହିତେ ସପ୍ତ ଋଷିଙ୍କ ଊର୍ଦ୍ଧ୍ୱ ପଥେ ଜନନୀ ସଙ୍ଗେ ଦିବ୍ୟ ରଥେ ବସିବୁ ଶିଶୁର୍ମାର ପଛେ ଉତ୍ତର ଦିଗକୁ ପ୍ରତ୍ୟକ୍ଷେ ଏମନ୍ତ କହି ଭଗବାନ ବନେ ହୋଇଲେ ଅନ୍ତର୍ଧ୍ୟାନ ବିଷ୍ଣୁ ନ ଦେଖି ବୃନ୍ଦାବନେ ଧ୍ରୁବ ଭାଜଇ ମନଚ୍ଛନେ ଦେଖ ଭାଗ୍ୟ କର୍ମ ବର ତପେ ତୋଷିଲି ଚକ୍ରଧର ଜନନୀ ସପତ୍ନୀର ଛଳେ ମୁଖ୍ୟ ନ ମାଗି ବିଷ୍ଣୁ ତୁଲେ ଲଭିଲି ଧ୍ରୁବ ଅଧିକାର ଦେଖ ଭାଗ୍ୟ କର୍ମ ମୋର ହେମନ୍ତ ମନେ ବିଚାରିଲା ତତ୍କ୍ଷଣେ ନିଜ ପୁରେ ଗଲା ବିଦୁର ଉବାଚ ସେ ହରି ପରମ ଦୁର୍ଲଭ ଲଭି ନ ପାରେ ବ୍ରହ୍ମା ଶିବ ସେ ହରି ତହୁଁ ବର ପାଇ ତାର ମାୟାରେ ମନ ଦେଇ ଆତ୍ମାର ଗତି ନ ମାଗିଲା ମତେ ତ ସନ୍ଦେହ ଲାଗିଲା ମୈତ୍ରେୟ ଉବାଚ ମାତୃ ସପତ୍ନୀ ବାକ୍ୟ ସରେ ମର୍ମ ଭେଦିଲା ତା ହୃଦୟରେ ମୁକ୍ତି ନ ଇଚ୍ଛି ବିଷ୍ଣୁ ତ ସେ ପଛେ ତାପିଲା ଦୁଃଖ ଆସେ ଧ୍ରୁବ ଉବାଚ ସନନ୍ଦ ଆଦି ଯୋଗୀ ଜନେ ଅଷ୍ଟାଙ୍ଗ ଯୋଗ ଅଭ୍ୟାସ ନେ ଯେ ପଦ ଲଭି ନ ପାରନ୍ତି ନିଶ୍ଚଳ ମନେ ଧ୍ୟାନେ ଚିନ୍ତି ସେ ପଦ ହସ୍ତୁ ପକାଇଲି ଦେଖ ଭାଗ୍ୟ କର୍ମ କଲି କଳ୍ପ ପାଦପ ଛାୟା ତେଜି ନିରାଶ ପଥେ ଚକ୍ଷୁ ବୁଝି ଧୋଇଲି ତୁଷାର୍ତ ବଦନ ଧିକ ଏ ମୋହର ଜୀବନ ଏମନ୍ଦ ମନ ଦୁଃଖ କରି ଧ୍ରୁବ ଚଳିଲା ନିଜ ପୁରୀ ପଥେ ଧ୍ରୁବକୁ ଦେଖି ଜନେ ବେଗେ ଚଳିଲେ ତୋ ସୁଖ ମନେ କେତେକ ଜନେ ବେଗେ ଧାଇ କହିଲେ ରାଜା ଆଗେ ଯାଇ ଅପ୍ରାପ୍ତ ପ୍ରାପ୍ତି ପ୍ରାୟ ମଣି ସମ୍ଭ୍ରମ ଚିତ୍ତେ ନୃପମଣି ତତ୍କ୍ଷଣେ ଆସନୁ ଉଠିଲା ଆନନ୍ଦ ସାଗରେ ବୁଡ଼ିଲା କାନ୍ଦଇ କଣ୍ଠ ଗଦ ଗଦେ ତତ୍କ୍ଷଣେ ମିଳିଲେ ନାରଦେ ସମ୍ଭ୍ରମେ ରାଜା ମୁଖ ଚାହିଁ ଧ୍ରୁବ ଆସନ୍ତା କଥା କହି ଶୁଣି ସନ୍ତୋଷ ନୃପବର ମୁନିଙ୍କ କଣ୍ଠେ ଦେଲା ହାର ସୁବର୍ଣ୍ଣ ପରିଷଦର ଥେ ବେଗେ ମିଳିଲା ରାଜପଥେ ସଙ୍ଗେ ବ୍ରାହ୍ମଣ କୁଳ ବୃଦ୍ଧେ ଜ୍ଞାତି ଏ ସୁହୃଦ ବାନ୍ଧବେ ଆମାତ୍ୟ ମନ୍ତ୍ରୀଗଣ ଯେତେ ଧାଇଲେ ବାଦ୍ୟ ନାଦ ଗୀତେ ସୁରୁଚି ସୁନୀତି ସହିତେ ନାନା ଅଳଙ୍କାର ସମତେ ସୁବର୍ଣ୍ଣ ବିମାନେ ଆରୋହୀ ଉତ୍ତମ ପୁତ୍ର ସଙ୍ଗେ ନେଇ ଧ୍ରୁବକୁ ଦେଖି ଉପବନେ ଆନନ୍ଦ ସୁବାସ୍ୟ ଲୋଚନେ ପୁତ୍ରକୁ ଆଲଙ୍ଗିନ କଲା ଯେଣୁ ଅନେକ ପୁଣ୍ୟ ଥିଲା ଏ ଧ୍ରୁବ ବିଷ୍ଣୁ ଅଙ୍ଗ ସଙ୍ଗେ ଅଶେଷ ତୀର୍ଥ ଯାର ଅଙ୍ଗେ ଆଘ୍ରାଣ କରି ଶିର ଦେଶେ ହୃଦେ ଲଗାଇ ଅତୀତ ସେ
ମୁଣ୍ଡେ ଛିଞ୍ଚିଲା ଅଶ୍ରୁ ବାରି ସୁଦ ପୁଣ୍ୟ ପୁଣ୍ୟ କରି ପିତା ଚରଣେ ଧ୍ରୁବ ନମି ବାଳକ ଭାବେ ପଥ ଶ୍ରମୀ ସୁରୁଚି ସୁନୀତିର ପାଦେ ଧ୍ରୁବ ପ୍ରଣମ ଆନନ୍ଦେ ସୁରୁଚି ଧ୍ରୁବ ଧରି କରେ ଚୁମ୍ବନ ଦେଲା ସୁଖ ଗୋଳେ ସୁନୀତି ପୁତ୍ର କୋଳେ ଧରି ହୃଦରୁ ବହେ କ୍ଷୀର ବାରି ଜନେ କହନ୍ତି ହାହା ବାଣୀ ଧ୍ରୁବକୁ ଘେନି ନୃପମଣି ମିଳିଲା ନିଜପୁରେ ଆସି ଜନ ସୁମନ ପରଶଂସୀ ଧ୍ରୁବ ପ୍ରବେଶ ପୁର ଜନେ ସାନନ୍ଦେ ଯେ ଯାହା ଭୁବନେ ଉତ୍ସବ ଅନେକ ପ୍ରକାରେ ପ୍ରଦୀପ ପୂର୍ଣ୍ଣ କୁମ୍ଭ ଦ୍ୱାରେ ପାଚେରୀ ଅଟଳି ସମତେ ଚିତ୍ର ପ୍ରତିମା ରତ୍ନ କାନ୍ଥେ ତୋରଣ ଲମ୍ବେ ସ୍ୱର୍ଗ ଦ୍ୱାରେ ଚନ୍ଦନା ଛେରା ନିରନ୍ତରେ ସ୍ୱଭାବେ ପ୍ରିୟ ବ୍ରତ ପୁର କିଏ ବା ଦେବା ପଟାନ୍ତର ସକଳ ପୁରଙ୍ଗନା ସଙ୍ଗେ ଧ୍ରୁବକୁ ଦେଖି ପୁର ମାର୍ଗେ ଦୁର୍ବା ଅକ୍ଷତ ପୁଷ୍ପ ଆଣି ଗନ୍ଧ ଚନ୍ଦନ ବାସ ପାଣି ଅକ୍ଷତ ଦେଇ ଧ୍ରୁବ ମୁଣ୍ଡେ ଜୟ ଶବଦ କଲେ ତୁଣ୍ଡେ ଏମନ୍ତ ମଙ୍ଗଳ ଉତ୍ସବେ ସକଳ ଜନପ ପ୍ରିୟ ଭାବେ ଧ୍ରୁବ ପ୍ରବେଶ ନିଜ ପୁରେ କିଏ ବା ଦେବା ପଟାନ୍ତ ନିଜ ପୁର କିଏ ବା ଦେବା ପଟାନ୍ତର ପୁରେ ପ୍ରବେଶ ରାଜସୂତ ଦେଖି ସକଳ କୃତ୍ୟ ଶଙ୍ଖ ଦୁନ୍ଦୁବି ବାଦ୍ୟ ସ୍ୱରେ ମଙ୍ଗଳ ନାଦ ଗୀତ ପୁରେ ଯେ ଧ୍ରୁବ ହରି ଅଙ୍ଗ ସଙ୍ଗେ ଅଶେଷ ଲକ୍ଷ୍ମୀ ଯାର ଅଙ୍ଗେ ସେ ଧ୍ରୁବ ଚରଣ କମଳେ ସୁଜନ ଚିନ୍ତ ଧ୍ୟାନ ବଳେ ଯାର ସ୍ମରଣ ପାପ ନାଶେ ନିର୍ମଳ ଜ୍ଞାନ ଯେ ପ୍ରକାଶେ ଚତୁର୍ଥ ସ୍କନ୍ଧେ ଭାଗବତ କହିଲା ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ 82 ଚତୁର୍ଥ ସ୍କନ୍ଧେ ଧ୍ରୁବ ନିଜ ଗୃହ ପ୍ରବେଶ ନାମ ଏକାଦଶୋଧ୍ୟାୟ।